ଆଜି ପିଏମ୍ କିଷାନ ଯୋଜନାର 19ତମ କିସ୍ତି ଟଙ୍କା ଆସିବାକୁ ଯାଉଛି ଆଉ କିଛି ସମୟ ପରେ। ତ ଆପଣମାନେ ଏହି ପିଏମ୍ କିଷାନ ଟଙ୍କା ପାଇବେ କି ନାହିଁ ନିଜ ମୋବାଇଲ ସାହାଯ୍ୟରେ ଆପଣମାନେ 2 ମିନିଟରେ ଚେକ୍ କରିପାରିବେ। ଆଜି ମୁଁ ସେହି ପ୍ରୋସେସଟି ଆପଣମାନଙ୍କୁ କହିବି। ତ ଆପଣମାନେ ଭିଡ଼ିଓକୁ ସ୍କିପ୍ ନ କରି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ତ ଆପଣମାନଙ୍କୁ ଲାଇଭ୍ ପ୍ରୁଫ୍ ସହିତ କେମିତି ନିଜ ମୋବାଇଲ ସାହାଯ୍ୟରେ ଆପଣମାନେ ଚେକ୍ କରିପାରିବେ ତାହା ମୁଁ ଏହି ଭିଡ଼ିଓ ମାଧ୍ୟମରେ ସବୁ କିଛି ଡିଟେଲ୍ସ କହିବି। ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍ ଉପରେ କ୍ଲିକ୍ କରନ୍ତୁ, ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ଠାରେ ପ୍ରଥମେ ପହଞ୍ଚିବ। ତେଣୁ ଆସନ୍ତୁ ଜାଣିବା କିପରି ନିଜ ମୋବାଇଲ ସାହାଯ୍ୟରେ ଆପଣମାନେ 2 ମିନିଟରେ ପିଏମ୍ କିଷାନ ଯୋଜନାର ଟଙ୍କା ଆସିବ କି ନାହିଁ ଜାଣିବା। ତ ଦେଖନ୍ତୁ, ଆଜି ଏମାନଙ୍କ ଖାତାକୁ ଆସିବ 19ତମ ପିଏମ୍ କିଷାନ କିସ୍ତି ଟଙ୍କା। ମୋବାଇଲରେ ଆପଣମାନେ 5 ମିନିଟରେ କେମିତି ଚେକ୍ କରିପାରିବେ। ତ ଆପଣମାନଙ୍କୁ ଏହି ପେପର ମାଧ୍ୟମରେ 5 ମିନିଟ କହିଛି। ତ ଆପଣମାନଙ୍କୁ 2 ମିନିଟ ଭିତରେ ମୁଁ କିସ୍ତି ଟଙ୍କା ଆସିବ କି ନାହିଁ ଆପଣମାନଙ୍କୁ ଲାଇଭ୍ ପ୍ରୁଫ୍ ସହିତ କହିବି। ତାପରେ ପିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ଖୁସି ଖବର, ଯଦି ଆପଣଙ୍କୁ ଟଙ୍କା ମିଳିନାହିଁ ତେବେ ଫେବୃଆରୀ 24 ଅର୍ଥାତ୍ ଆଜି ଖାତାକୁ ଆସିବ 19ତମ କିସ୍ତି। ଦେଖନ୍ତୁ ଆଜ୍ଞା, ପେପର ମାଧ୍ୟମରେ ମଧ୍ୟ ପ୍ରକାଶ ପାଇ ସାରିଲାଣି, ଆଜି ନିଶ୍ଚୟ ଟଙ୍କା ଆସିବ ଏହି 19ତମ କିସ୍ତି। ତାପରେ ପିଏମ୍ କିଷାନ ଯୋଜନାରେ ଆବେଦନ କରିଛନ୍ତି କିନ୍ତୁ ଟଙ୍କା ଆସିନି କିମ୍ବା ପରବର୍ତ୍ତୀ କିସ୍ତିରେ ଟଙ୍କା ଆସିବ କି ନାହିଁ, ଏହି ପ୍ରଶ୍ନ ଅନେକ ହିତାଧିକାରୀଙ୍କ ମନରେ ଏବେ ବି ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ଯଦି ଆପଣ ବି ଜାଣିବାକୁ ଚାହୁଁଛନ୍ତି ତେବେ ଆସନ୍ତୁ ଜାଣିବା। ପୂର୍ବ କିସ୍ତି ଗୁଡ଼ିକରେ ଅନେକ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ଆସିଥିଲେ ବି ମୋବାଇଲକୁ କୌଣସି ମେସେଜ ଆସିନଥିଲା। ଦେଖନ୍ତୁ ଆଜ୍ଞା, ପୂର୍ବ କିସ୍ତି ବା 17ତମ 18ତମ କିସ୍ତିରେ ଯେଉଁମାନେ ଟଙ୍କା ପାଇଥିଲେ ସେମାନଙ୍କ ମୋବାଇଲକୁ କୌଣସି ମେସେଜ ଆସିନଥିଲା ଏବଂ ଯାହାଫଳରେ ସେମାନେ କିସ୍ତି ଟଙ୍କା ପାଇସାରିଥିଲେ। ତ ଯାହାପରେ ବ୍ୟସ୍ତ ହୋଇପଡ଼ିଥିଲେ ହିତାଧିକାରୀ। ଅଧିକାଂଶଙ୍କ ପାଖରେ ଫୋନରେ UPI ବ୍ୟବସ୍ଥା ନଥିବା ହେତୁ ଟଙ୍କା ଆସିଛି କି ନାହିଁ ସେ ନେଇ ସେମାନେ ସ୍ପଷ୍ଟ ହୋଇପାରୁନଥିଲେ। କେଉଁଠି ବ୍ୟାଙ୍କ କିମ୍ବା ATM ଯାଇ ତୁରନ୍ତ ଚେକିଂ କରିବାର ମଧ୍ୟ ଉପଲବ୍ଧ ବ୍ୟବସ୍ଥା ନଥିଲା। ତେଣୁ ଏପରି କ୍ଷେତ୍ରରେ କେମିତି ଜାଣିବେ ଟଙ୍କା ଆପଣଙ୍କ ଖାତାକୁ ଆସିଛି କି ନାହିଁ। ତ ଦେଖନ୍ତୁ, ଅଧିକାଂଶ ପାଖରେ ଫୋନରେ UPI ବ୍ୟବସ୍ଥା ନଥିବା ହେତୁ ସେମାନେ ଟଙ୍କା ଆସିଛି କି ନାହିଁ ଜାଣିପାରୁନଥିଲେ। ତ କେଉଁଠି ବ୍ୟାଙ୍କ ବନ୍ଦ ଥିଲା ଏବଂ ATM ମଧ୍ୟ ବନ୍ଦ ଥିଲା, ଯାହାଫଳରେ ହିତାଧିକାରୀ ବହୁତ ଅସୁବିଧା ପାଉଥିଲେ। ତ ଆପଣମାନଙ୍କର ଯଦି ଆଣ୍ଡ୍ରଏଡ଼୍ ମୋବାଇଲ ଅଛି ତାହେଲେ ଆପଣମାନେ ନିହାତି ଆଜି ଜାଣିପାରିବେ ଯେ ପିଏମ୍ କିଷାନ ଟଙ୍କା ଆସିବ କି ନାହିଁ। ତ ଆସନ୍ତୁ ସେହି ପିଏମ୍ କିଷାନ ଯୋଜନାର ସ୍ଥିତି ଆମେ କେମିତି ନିଜ ମୋବାଇଲ ସାହାଯ୍ୟରେ 2 ମିନିଟରେ ଚେକ୍ କରିବା। ସର୍ବପ୍ରଥମେ ଆମେ ଯେକୌଣସି ଏକ ବ୍ରାଉଜରକୁ ଓପନ୍ କରିବା ଏବଂ ସର୍ଚ୍ଚ ବାର୍ରେ ସର୍ଚ୍ଚ କରିବା ପିଏମ୍ କିଷାନ। ତ ଆପଣମାନେ ଏହିପରି ଟାଇପ୍ କରି ସର୍ଚ୍ଚ କରନ୍ତୁ। ତାପରେ ଦେଖନ୍ତୁ ଏହିପରି ଇଣ୍ଟରଫେସ୍ ଆସିବ। ତ ଆପଣମାନଙ୍କୁ ଦୃଶ୍ୟମାନ ହେଉଥିବ ପିଏମ୍ କିଷାନ ସମ୍ମାନ ନିଧିର ଲିଙ୍କଟି। ତ ଏହି ଲିଙ୍କକୁ ଆପଣମାନେ କ୍ଲିକ୍ କରନ୍ତୁ। ତ ଦେଖନ୍ତୁ ଏହିପରି ଇଣ୍ଟରଫେସ୍ ଆସିବ। ଯଦି ଆପଣମାନଙ୍କ ମୋବାଇଲରେ ଏହିପରି ଇଣ୍ଟରଫେସ୍ ନ ଆସୁଛି, ମୁଁ ଡେସ୍କ୍ରିପସନରେ ଲିଙ୍କ ଦେଇଦେଇଛି। ଆପଣମାନେ ସେହି ଲିଙ୍କକୁ କ୍ଲିକ୍ କଲେ ଏହିପରି ଡାଇରେକ୍ଟଲି ଆପଣମାନେ ପିଏମ୍ କିଷାନ ସମ୍ମାନ ନିଧିର ୱେବସାଇଟକୁ ଆପଣମାନେ ପହଞ୍ଚି ପାରିବେ। ତ ଦେଖନ୍ତୁ ତଳକୁ ଆପଣମାନେ ସ୍କ୍ରଲ୍ କରନ୍ତୁ। ତ ଦେଖନ୍ତୁ ଏଠାରେ EKYC ନ୍ୟୁ ଫାର୍ମର ରେଜିଷ୍ଟ୍ରେସନ ସବୁକିଛି ଆପଣମାନେ ଏଠାରେ କରିପାରିବେ ପିଏମ୍ କିଷାନ ଯୋଜନାରେ। ତାପରେ ଆପଣମାନେ ଟିକେ ତଳକୁ ଦେଖନ୍ତୁ ବେନିଫିସିଆରୀ ଲିଷ୍ଟ ଆପଣମାନଙ୍କର ନାମ ଅଛି କି ନାହିଁ ପିଏମ୍ କିଷାନ ଯୋଜନାରେ ଆପଣମାନେ ଚେକ୍ କରିପାରିବେ। ତାପରେ ଉପରକୁ ସ୍କ୍ରଲ୍ କରନ୍ତୁ, ଦେଖନ୍ତୁ ଏଠାରେ ନୋ ୟୋର ଷ୍ଟାଟସ୍ ବୋଲି ଏକ ଅପସନ୍ ଅଛି। ତ ଆପଣମାନେ ସେଠାରେ କ୍ଲିକ୍ କରନ୍ତୁ।
तो देखंतु एहीपरि आपण मानकर मोबाइल रे इंटरफेस आसीबो। तो आपण माने निज मोबाइल साहाय्य रे 2 मिनिट रे आपण माने चेक करि पारिबे जे पीएम किसान टंका आज आसीबो कि नहीं। आपण मानंकु आगरु मध्य एक वीडियो नै आसीथिली। तो आपण माने पीएमएस साहाय्य रे मध्य चेक करि पारिथिबे। तो आपण मानंकु आज एही पीएम किसान रो वेबसाइट माध्यम रे मध्य केमिति चेक करि पारिबे आपण मानंकु एही प्रोसेस रे कहिबी। तो देखंतु फास्ट अछि नो योर रजिस्ट्रेशन नंबर। तो आपण मानकर पीएम किसान योजना रो रजिस्ट्रेशन नंबर जानिछंती कि? तो देखंतु जदि जानिछंती एंटर रजिस्ट्रेशन नंबर उपरे आपण माने क्लिक करिवे एवं आपण मानकर रजिस्ट्रेशन नंबर को देई तापरे राइट साइड रे देखंतु एक कैप्चा अछि। सही कैप्चा को आपण माने एठारे फिलअप करी गेट ओटीपी उपरे क्लिक करिवे। जदि आपण माने रजिस्ट्रेशन नंबर जानी नहीं ताहेले आपण माने केमिति निजर पीएम किसान योजना रे रजिस्ट्रेशन नंबर जानी पारिबे। तो देखंतु फास्ट आपण माने नो योर रजिस्ट्रेशन उपरे आपण माने क्लिक करिवे। देखंतु एही परि इंटरफेस आसीबो। तो देखंतु आपण मानकर रजिस्ट्रेशन नंबर टी आपण माने केमिति जानिबे। फास्ट अछि मोबाइल नंबर द्वारा आपण माने रजिस्ट्रेशन नंबर टी जानी पारिबे। तापरे अछि आधार नंबर द्वारा आपण माने मध्य रजिस्ट्रेशन नंबर टी जानी पारिबे। तो आपण मानकर आधार रे जदि मोबाइल नंबर टी लिंक अछि ताहेले एही मोबाइल नंबर उपरे क्लिक करंतु। जदि आपण मानकर विशेष कथा हेउछि देखंतु आपण मानकर आधार रे जदि मोबाइल नंबर लिंक नाही बा अपडेट नाही ताहेले आपण माने एही पीएम किसान योजना रे आपण मानकर आवेदन स्थिति उपरे आपण माने चेक करि पारिबे नाही। तो देखंतु आपण मानकर मोबाइल नंबर फास्ट अछि तापरे अछि आधार नंबर। तो आपण माने आधार नंबर को क्लिक करंतु। सबुठु बेस्ट हैला आधार नंबर। आपण मानकर आधार नंबर को देई एठारे आपण मानकर रजिस्ट्रेशन नंबर टी पाई पारिबे। तो फास्ट अछि आधार नंबर तापरे कैप्चा दे आपण मानकर रजिस्ट्रेशन नंबर टी पाई पारिबे। तापरे बैक आसीबे। तापरे एठारे देखंतु रजिस्ट्रेशन नंबर अछि। तापरे आपण माने रजिस्ट्रेशन नंबर टी पाई पारिले। तो आपण मानकर रजिस्ट्रेशन नंबर को देबे। तापरे अछि कैप्चा को एठारे फिलअप करिवे। तापरे गेट ओटीपी उपरे क्लिक करिवे। तो देखंतु एठारे मोर मोबाइल नंबर टी आधार रे जे मोबाइल नंबर टी अछि सही मोबाइल नंबर टी एबे मो पाखरे नाही। तेणु आपण मानंकु आवेदन स्थिति आपण मानंकु मोर देखै पारिबिनी। तो आपण माने एही परि प्रोसेस फॉलो करंतु। निश्चय आपण मानकर आवेदन स्थिति को आपण मानकर स्क्रीन रे देखि पारिबे। तो देखंतु गेट ओटीपी उपरे क्लिक करिवे। ताहेले आपण मानकर मोबाइल नंबर को रजिस्टर मोबाइल नंबर को एक ओटीपी आसीबो। तापरे गेट डिटेल्स उपरे आपण माने क्लिक करिवे। तो गेट डिटेल्स उपरे आपण माने क्लिक करि सारिले निश्चय आपण मानकर मोबाइल स्क्रीन रे आपण मानकर आवेदन स्थिति आज पीएम किसान टंका आसीबो कि नाही किंबा आपण मानंकु मिलिला कि नाही निश्चय आपण माने जानि पारिबे। तो यह थिला छोटिया अपडेट। आपण मानंकु केमिति लागिला निश्चय कमेंट माध्यम रे जणाइबे। केउ जिल्ला रु आपण माने देखुछंती आपण माने कमेंट साहाय्य रे कमेंट करंतु। तो वीडियो को एठी एंड करूची। जय जगन्नाथ।